ବାପା ମା ଦୁନିଆରେ ଦୁଇଟି ବହୁତ ସୁନ୍ଦର ଶବ୍ଦ। ଆପଣ କେବେ ନୋଟିସ୍ କରିଥିବେ ଗଛରେ ଚଢ଼େଇ ବସା ବାନ୍ଧେ, ଅଣ୍ଡା ଦିଏ, ସେ ଅଣ୍ଡାରୁ କୁନି କୁନି ଛୁଆ ବାହାରନ୍ତି, ସେମାନଙ୍କର ପର ଲାଗେ, ସେମାନେ ଉଡ଼ିବାକୁ ଚେଷ୍ଟା କରନ୍ତି। ଆଉ ସେମାନେ ଉଡ଼ୁ ଉଡ଼ୁ ଦିନେ ଏତେ ଦୂର ଉଡ଼ିଯାଆନ୍ତି ଯେ ଆଉ କେବେ ଫେରନ୍ତିନି। ରହିଯାଆନ୍ତି ତାଙ୍କର ବାପା ମା ସେଇ ଗଛରେ। ଠିକ୍ ସେଇଭଳି ଆମ ମଣିଷ ସମାଜରେ ମଧ୍ୟ କିଏ ଡାକ୍ତର ହୁଏ, କିଏ ଇଞ୍ଜିନିୟର ହୁଏ, କିଏ ଚାଷ କରେ, କିଏ ବ୍ୟବସାୟ କରେ, କିଏ କଳାକାର ହୁଏ। କିଛି ନା କିଛି କରିକି ସେମାନେ ନିଜ ପିଲାମାନଙ୍କୁ ଛୋଟରୁ ବଡ଼ କରନ୍ତି। ଆଉ ସେଇ ପିଲାମାନେ ବଡ଼ ହେଇଗଲା ପରେ ଦୁନିଆଦାରୀ ଶିଖିଯାଆନ୍ତି। ଲାଗେ ଯେମିତି ଦୁନିଆର ସବୁଯାକ ଜ୍ଞାନ ତାଙ୍କରି ଠାରେ। ଆଉ ହଠାତ୍ ଦିନେ ସେମାନେ ନିଜ ଦୁନିଆରେ ଚାଲିଯାଆନ୍ତି ଆଉ ରହିଯାଆନ୍ତି ତାଙ୍କ ବୁଢ଼ା ବାପା ମା। ବାପା ମା ସେଠି ସେମାନଙ୍କୁ ରୋକନ୍ତିନି। ଏବେ ଆପଣ ଭାବୁଥିବେ ବାପା ମା ତ ଏବେ ଖୁସି ହେଇଯାଇଥିବେ, ସେମାନଙ୍କ ପାଖରେ ଏତେ ସମୟ ମିଳିଗଲା, ଫ୍ରି ହେଇଗଲେ ସେମାନେ। କେମିତି ଆଜ୍ଞା? ନିଜର ପିଲାମାନଙ୍କୁ ଯାହାକୁ ଛୋଟରୁ ବଡ଼ କରିଛନ୍ତି, ଏତେ ସମୟ ଶ୍ରମ ନିଜର ଶ୍ରଦ୍ଧା ଦେଇକି, ନିଜର ଏତେ ମୂଲ୍ୟବାନ ସମୟ ଦେଇ କେମିତି ଭୁଲିଯିବେ? ଭୁଲି ପାରନ୍ତିନି। ବରଂ ସେମାନେ ଚାଲିଯିବା ପରେ ସେମାନଙ୍କ ବିଷୟରେ ଭାବି ଭାବି ତାଙ୍କର ନିଜର ବାକିତକ ଜୀବନ କଟିଯାଏ। ସମୟ ବିତି ଚାଲେ, ଟାଇମ୍ ଫ୍ଲାଏସ୍ କୁହନ୍ତି ନା, ସମୟ ସବୁ ଠିକ୍ କରିଦିଏ। ଦିନେ ସେଇ ପିଲାମାନେ ବାପା ମା ହୁଅନ୍ତି, ଆଉ ତାଙ୍କ ସହିତ ମଧ୍ୟ ଠିକ୍ ସେୟା ହିଁ ହୁଏ। ଆଇ ମିନ୍ ଯାହା ତାଙ୍କ ବାପା ମାଙ୍କ ସହିତ ହେଇଥିଲା। Then they realize, but it's too late. They're trapped in a cage and it's a circle. ସମୟ, ଦାୟିତ୍ୱ, ସମ୍ପର୍କରେ ସେମାନେ ଏମିତି ବାନ୍ଧି ହେଇଯାଆନ୍ତି, ସେମାନେ ଚାହିଁଲେ ମଧ୍ୟ ଆଉ ନିଜର ବାପା ମାଙ୍କ ପାଖକୁ ଫେରି ପାରନ୍ତିନି। People call it life and it goes on.